আচ্ছা কুহ এই সংসার ভিতরে কেতে জাতি মানে সংসার ভিতরে জাতি কেতে জাতি অଛନ୍ତି কুহনি জানিছ ଏ ସଂସାର ଭିତରେ 5ଟା ଜାତି ଅଛି। কি জাতি ଅଛି? ମଣିଷ ଜାତି ଅଛି, ଆଉ ଆଚ୍ଛା 4ଟା ଜାତି ମୁଁ ଜାଣିନି, ତମେ କୁହ। ଆଚ୍ଛା ଆଉ ଚାରିଟା ଜାତି ଜାଣିନ ନା, ଆଉ ପାଞ୍ଚଟା ବୋଲି ଜାଣିଲ କେମିତି? ଶୁଣିଛି। ଆଚ୍ଛା ହଉ ଠିକ୍ ଅଛି ମୁଁ କହୁଛି। ପାଞ୍ଚଟା ଜାତିର ପ୍ରମାଣ ହଁ ତମେ କହିଲ ମଣିଷ ଜାତିଟା ଜାଣିଛ ହଁ ଆଉ ଜାଣିନ। ନା ଆଉ ଚାରିଟା ଜାତି ହେଲା ଭଗବାନଙ୍କର ଗୋଟେ ଜାତି ଅଛି, ଆତ୍ମାର ଗୋଟେ ଜାତି ଅଛି, ଆଉ ଗୋଟେ ପଶୁ ଅଛି, ଆଉ ଗୋଟେ ପକ୍ଷୀ ଅଛି। ଏ ଚାରିଟା ଜାତି ଆଉ ମଣିଷକୁ ମିଶେଇ ପାଞ୍ଚଟା ଜାତି ହେଲା। ହଁ ଆଉ ଏଇ ପାଞ୍ଚଟା ଜାତିର ପାଞ୍ଚଟା କର୍ମ କ'ଣ ଜାଣିଛ ନା ଜାଣିନ? ନା ଜାଣିନାହିଁ, କୁହ। ଆଚ୍ଛା ଠିକ୍ ଅଛି, ଜୟ ଜଗନ୍ନାଥ। ପାଞ୍ଚଟା ଜାତିର ପାଞ୍ଚଟା କର୍ମ ଅଛି। କି କର୍ମ ଜାଣିବା। ହୁଁ, ମଣିଷର କର୍ମ ହେଲା ଯେକୌଣସି କର୍ମ ସେ କଲେ ବଞ୍ଚିବା ପାଇଁ, ଠିକ୍ ନା ଭୁଲ? ଠିକ୍। ଚାକିରି କରନ୍ତୁ ବା ଯାହା ବି କରୁଛନ୍ତି କରିଯାଆନ୍ତୁ, କର୍ମ କଲେ ବଞ୍ଚିବା ପାଇଁ, ଠିକ୍ ନା? ହଁ ଭଗବାନ କ'ଣ କଲେ? ସଂସାରକୁ ଛାଡ଼ିଲେ, ଏଇ ମଣିଷମାନଙ୍କୁ ଛାଡ଼ିଲେ ତୁମେ ଯାଅ କର୍ମ କର ଆଉ ଭଗବାନଙ୍କର ନାମ ଜପ। ଏକଥା ଠିକ୍ ନା ଭୁଲ? ଠିକ୍। এটা সত্য যুগর কথা হল ভগবানের কথা। এই কলি যুগକୁ আসলে মଣିষ কথা। আউ যে দুইটা যুগ রইলে, আউ তিনটা যুগ ত্রেতয়া দ্বাপর কলি। এ কলি যুগর মଣିষ রইলে, আউ যে দুইটা যুগ রইলে পশু পক্ষী କ'ଣ ସେ କରୁଛନ୍ତି? ପଶୁ ପଶୁଙ୍କ କାମ କଲେ, ପକ୍ଷୀ ପକ୍ଷୀଙ୍କ କାମ କଲେ। ପଶୁ କ'ଣ କରନ୍ତି? ତାଙ୍କ କର୍ମ ସେ କରନ୍ତି। ଯେକୌଣସି ପଶୁକୁ ଦେଖନ୍ତୁ, ସେ ବି ମଣିଷ କଥା ମାନିକି ଚାଲୁଛନ୍ତି। ପଶୁଙ୍କ କର୍ମ, କୁକୁରଟେ କ'ଣ କରିବ? ଭୋକିବ। ବିଲେଇଟେ କ'ଣ କରିବ? ପୋକ ଜୋକ ସେ ଘର ଦ୍ୱାର ସଫା, ଘରକୁ ପଶେଇତେ ଦେବେନି, ସେ ତାଙ୍କ କାମ। ପଶୁ ଜାତିଟା ତାଙ୍କ କାମ ଏଇଆ। ଗୋରୁ ଗାଈ ସେ ବି ପଶୁ କାମ, ତାଙ୍କ କାମ। କିଏ ବିଲ ହଳ କଲା ତ କିଏ କୁଣ୍ଡା ଖାଇକି କ୍ଷୀର ଦେଲା, ସିଏ ତାଙ୍କ କର୍ମଟା ସେ କରି ଚାଲିଲେ। ପକ୍ଷୀମାନେ କ'ଣ କରନ୍ତି? ଖାଲି ଖାଇବା କଥା, ଉଡ଼ିବା କଥା। ଏସବୁ ଜିନିଷକୁ ମିଶେଇକି ଆତ୍ମା କଥା ଯିବା। ସମସ୍ତଙ୍କ ଦେହର ତ ଆତ୍ମା ଅଛି, ତାହେଲେ ଭଗବାନଙ୍କର ଅଂଶ ହେଲେ ଆତ୍ମା। ସବୁ ସୃଷ୍ଟି କରିଦେଲେ, ଆତ୍ମାକୁ ଛାଡ଼ିଦେଲେ। ଆତ୍ମାର କାମ କ'ଣ? ସବୁ ଜିନିଷ ଦେଖିବା, ଜାଣିବା, ବୁଝେଇବା, ଭଗବାନଙ୍କ ପାଖକୁ ଛାଡ଼ିବା। ଆତ୍ମା ଭଗବାନଙ୍କ ପାଖକୁ କେମିତି ଛାଡ଼ିବେ? କାହା ଦ୍ୱାରା ଛାଡ଼ିବେ? ଏଇ ମଣିଷ ଦ୍ୱାରା ଛାଡ଼ିବେ। ମଣିଷ ଦେହେ ଏଇ ଦିବ୍ୟ ଜ୍ଞାନ, ଏ କଥା ଜାଣିଛନ୍ତି। ଏ କଥାକୁ ଭଗବାନ ଜାଣି ସନ୍ତୁଷ୍ଟ, ଭଗବାନ ଏ କଥା ତ ଜାଣିଛନ୍ତି। ତେଣୁ ୟାର ପ୍ରମାଣ ଏ ଯେଉଁ ପାଞ୍ଚଟା କଥା ରହିଲା, ପାଞ୍ଚ ଜଣଙ୍କୁ ମିଶେଇକି ଚାଲିଲା ପରେ ପଞ୍ଚୁ ପାଣ୍ଡବର କଥା ରହିଛି, ମହାଭାରତର କଥା ରହିଛି, ରାମାୟଣର କଥା ରହିଛି। ସବୁ ଆମେ ଶୁଣିକି କହୁଛୁ, କିନ୍ତୁ ଯେଉଁମାନେ ପଢ଼ିଛନ୍ତି ସେମାନେ ଜଣେଇଛନ୍ତି ଜଗତକୁ। ଆଉ ଜଣୁଥିବା କଥାଟା ଯଦି ଭୁଲ ହେଇଯିବ, ତାହେଲେ ଆମେ ଶୁଣୁଥିବା କଥାଟା ନିଶ୍ଚିତ ଭାବରେ ଭୁଲ ହେଇଯିବ। ତେଣୁ ଏ କଥାର ତ ଭୁଲ କିଛି ନାହିଁ। ତାହେଲେ ଠିକ୍ ଅଛି, ତାହେଲେ ଆମେ ଭଗବାନଙ୍କ ପାଖକୁ ଦେଖିବା। ଆମେ ମଣିଷ ହେଉ କି ପଶୁ ହେଉ କି ପକ୍ଷୀ ହେଉ, ଯେକୌଣସି ଯିଏ ଯାହା ବୁଝୁଛି ଆମେ ସେଇଥିରେ ଅଛୁ। ଆଜି ଭଗବାନଙ୍କ ପାଖକୁ ନାମ ଗୋଟେ ଯାଇପାରୁନାହିଁ ବୋଲି ପଣ୍ଡିତମାନେ କୁହନ୍ତି। କିନ୍ତୁ ଆମେ ଜାଣିଲେ ପଣ୍ଡିତମାନେ ଜାତି ଦେଇଛନ୍ତି ଚାରି। ବ୍ରାହ୍ମଣ, କ୍ଷତ୍ରିୟ, ଶୂଦ୍ର, ବୈଷ୍ଣବ, ଯେଉଁ ସେ ଚାରି ଜାତି, ସେ ତାଙ୍କ ବାଟରେ ସେ ଗଲେ। ଆମେ ଯିବା ଏ ଜଗତ ଭିତରେ, ଆମେ ଏଇଭଳିଆ ଯିବା। ମଣିଷ, ଆତ୍ମା, ଭଗବାନ, ପଶୁ ପକ୍ଷୀଙ୍କ ଭିତରେ ଆମେ ଗଲେ। ଯିଏ ଯେଉଁ କର୍ମ କରୁଛି ଆମ ପାଇଁ ଠିକ୍ ଅଛି। ଆମେ ଭଗବାନଙ୍କ ପାଖକୁ ଗୋଟେ ନାମ ମନ୍ତ୍ର ଛାଡ଼ିବା, ସେ ଦେଇଥିଲେ ଆମକୁ, ଆମେ ଛାଡ଼ିବା ତାଙ୍କ ପାଖକୁ। ଦେଖିବା ଯିଏ ଭଗବାନର ଲୋକ ହେଇଥିବ, ଭଗବାନଙ୍କର ଅଂଶର ଲୋକ ହେଇଥିବ, ଶେଷ ଯାଏ ଭିଡ଼ିଓ ଦେଖିପାରୁଥିବ, ସେ ନିଶ୍ଚିତ ଭାବରେ ସେ ସେୟାର କରିବ। ହେଲା, ତାହେଲେ ଆମେ ଭଗବାନଙ୍କ ପାଖକୁ ଗୋଟେ ନାମ ଛାଡ଼ିବା। କେମିତି ନା, ଆମେ ଜାଣିଛେ ଗୁରୁଙ୍କ ପାଖରୁ କିଛି ବି ଶୁଣିଛେ, ସେଇ ଅନୁସାରେ ଶୁଣିଥିବା କଥା, ଜାଣିଥିବା କଥା ଲକ୍ଷ୍ୟ କରିକି ଆମେ କହୁଛେ ଭଗବାନଙ୍କ ପାଖକୁ ଯାଉଛି ନାହିଁ। ଦେଖିବା, ହେ ଗୁରୁ ପରମ ବ୍ରହ୍ମ ପରମାତ୍ମା ସହଂ ସ୍ୱାମୀ ଦେବଗୁରୁ ଆତ୍ମା ସତ୍ୟ ବଜ ନାରାୟଣ ବାସୁଦେବ ଜପ ଜୀବ ବ୍ରହ୍ମ ଏକ ଭାବ
भज हरि ओम तत्सत जप गोविंद देव गुरु आत्मा सत्य प्रभु गोविंद देव गुरु आत्मा सत्य। जय जगन्नाथ हरि ओम। जदि आपण मानकु ये वीडियोटा भल लगी निश्चित भाव शेयर करिवे गोटे लाइक करिवे। ये आगु को जाऊ समस्ते ये संसार विषय किछि ना किछि जानिबा पाए हेले आको शेयर करिए रखंतु। जय जगन्नाथ हरि ओम।